ତେବେ ଦର୍ଶକ ବନ୍ଧୁ କ୍ରିକେଟ ଜଗତରୁ ଆସିଲା ଏକ ତାଜା ଖବର। ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଦିନିକିଆ ସିରିଜ୍। ଜାନୁଆରୀ 11 ତାରିଖରୁ ଦିନିକିଆ ସିରିଜ୍ ଆରମ୍ଭ ହେଉଥିବା ବେଳେ 3ଟି ମ୍ୟାଚ୍ ଖେଳାଯିବ। ତେବେ ପ୍ରଥମ ଦିନିକିଆ 11 ତାରିଖ ରବିବାର ବରୋଦାରେ ଖେଳାଯିବାକୁ ଥିବାବେଳେ ଦ୍ୱିତୀୟ ଦିନିକିଆ ଜାନୁଆରୀ 14 ତାରିଖରେ ରାଜକୋଟରେ ଏବଂ ତୃତୀୟ ଦିନିକିଆ ମ୍ୟାଚ୍ ଜାନୁଆରୀ 18 ତାରିଖରେ ଇନ୍ଦୋରରେ ଖେଳାଯିବ। ତେବେ ପ୍ରଥମ ଦିନିକିଆରେ କିଭଳି ରହିବ ଟିମ୍ ଇଣ୍ଡିଆର ପ୍ଲେଇଂ 11, କିଏ ଖେଳିବେ କିଏ ବସିବେ, ନଜର ପକାନ୍ତୁ। ସମ୍ଭାବ୍ୟ ଏକାଦଶ ଉପରେ ବରୋଦାରେ ଖେଳାଯିବାକୁ ଥିବା ପ୍ରଥମ ଦିନିକିଆରେ ଓପନିଂ କରିବେ ରୋହିତ ଶର୍ମା ଏବଂ ଅଧିନାୟକ ସୁମନ ଗିଲ୍। ଏହା ଏକ ପ୍ରକାର ନିଶ୍ଚିତ ଯେ ଗିଲ୍ଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ। ତେବେ ଗିଲ୍ଙ୍କ ଫର୍ମକୁ ନେଇ ଟିମ୍ ଇଣ୍ଡିଆ ଚିନ୍ତାରେ ରହିଥିବା ବେଳେ ନ୍ୟୁଜିଲାଣ୍ଡ ସିରିଜରେ ତାଙ୍କର ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ। ଅନ୍ୟପଟେ ରୋହିତ ଶର୍ମା ଦମଦାର ଫର୍ମରେ ଅଛନ୍ତି, ଯାହାକି ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଦେଖିବାକୁ ମିଳିଥିଲା। ସେହିପରି ଯଶସ୍ୱୀ ଜୟସ୍ୱାଲ ଦମଦାର ଫର୍ମରେ ଥିଲେ ବି ତାଙ୍କୁ ପ୍ଲେଇଂ 11ରେ ସୁଯୋଗ ମିଳିବାର ସମ୍ଭାବନା ନାହିଁ, ଅର୍ଥାତ୍ ତାଙ୍କୁ ବାହାରେ ବସିବାକୁ ପଡ଼ିବ। ସେହିଭଳି 3 ନମ୍ବରରେ ବିରାଟ କୋହଲି ଖେଳିବା ନିଶ୍ଚିତ, କାରଣ କୋହଲି ଦମଦାର ଫର୍ମରେ ଅଛନ୍ତି। ଉଭୟ ରୋହିତ ଓ କୋହଲି ବିଜୟ ହଜାର ଟ୍ରଫିରେ ଶତକ ମାରିଛନ୍ତି, ତେଣୁ ଉଭୟଙ୍କ ଉପରେ ନଜର ରହିବ। ସେହିଭଳି ଚତୁର୍ଥ ସ୍ଥାନରେ ଶ୍ରେୟସ ଆୟର ଖେଳିବା ମଧ୍ୟ ନିଶ୍ଚିତ। ବେଶ କିଛି ଦିନ ପରେ ବ୍ୟାକ୍ କରିଛନ୍ତି ଅୟର। ସେହିଭଳି ପଞ୍ଚମ ସ୍ଥାନରେ ଲୋକେଶ ରାହୁଲଙ୍କୁ ସୁଯୋଗ ମିଳିପାରେ। ତେବେ ରିଷଭ ପନ୍ତଙ୍କୁ ବ୍ୟାକଅପ୍ କିପର ଭାବରେ ରଖାଯାଇପାରେ। ପନ୍ତଙ୍କୁ ପ୍ଲେଇଂ 11ରେ ଖେଳିବାର ସମ୍ଭାବନା କମ୍। ସେହିଭଳି 3 ଜଣ ଅଲରାଉଣ୍ଡରକୁ ନେଇ ପଡ଼ିଆକୁ ଓହ୍ଲାଇପାରେ ଭାରତ। ୱାଶିଂଟନ ସୁନ୍ଦର ଓ ରବୀନ୍ଦ୍ର ଜାଡେଜା ସ୍ପିନ୍ ସହ ବ୍ୟାଟିଂ ଅଲରାଉଣ୍ଡର ଭାବେ ପ୍ଲେଇଂ 11ରେ ସ୍ଥାନ ପାଇବାର ସମ୍ଭାବନା ଅଧିକ। ସେହିଭଳି ନୀତିଶ ରେଡ୍ଡି ଅନ୍ୟତମ ଅଲରାଉଣ୍ଡର ଭାବେ ଦଳରେ ନଜର ଆସିବେ। ଦ୍ରୁତ ବୋଲର ଭାବେ ମହମ୍ମଦ ସିରାଜ ଏବଂ ଅର୍ଶଦୀପ ସିଂ ନଜର ଆସିବେ। ହର୍ଷିତ ରାଣା ଓ ପ୍ରସିଦ୍ଧ କ୍ରିଷ୍ଣା ଦଳରେ ଥିଲେ ବି ତାଙ୍କୁ ପ୍ଲେଇଂ 11ରେ ସ୍ଥାନ ମିଳିବାର ସମ୍ଭାବନା ନାହିଁ। ତେବେ ପ୍ରଥମ ଓଡିଆଇ ପାଇଁ ଭାରତର ସମ୍ଭାବ୍ୟ ପ୍ଲେଇଂ 11 ହେଉଛନ୍ତି ସୁମନ ଗିଲ୍, ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟର, ଲୋକେଶ ରାହୁଲ, ୱାଶିଂଟନ ସୁନ୍ଦର, ରବୀନ୍ଦ୍ର ଜାଡେଜା, ନୀତିଶ ରେଡ୍ଡି, ମହମ୍ମଦ ସିରାଜ, ଅର୍ଶଦୀପ ସିଂ ଏବଂ କୁଲଦୀପ ଯାଦବ। ତେବେ ଏହିଭଳି ପ୍ରକାର ଭିଡ଼ିଓ ଦେଖିବା ପାଇଁ ଆପଣମାନେ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, କାରଣ ଏହିଭଳି ପ୍ରକାର ଭିଡ଼ିଓ ଆପଣମାନେ ଏହି ଚ୍ୟାନେଲରେ ଦେଖିବାକୁ ପାଇବେ। ତେବେ ରହିଲି, ଜୟ ଶ୍ରୀରାମ।